Hello, all my students. Welcome to my YouTube channel with a new poem. My story is said. ଆଜି ଆମେ ଷ୍ଟାର୍ଟ କରିବା ଫଲୋ ପ୍ଲେସନ୍ର ନେକ୍ସଟ ପଏମ୍କୁ ମାଇ ଷ୍ଟୋରି ଇଜ୍ ସେଡ୍। ମୋ ଗପ ଷ୍ଟୋରି କହିଲେ ଗପ, ମୋ ଗପଟି କୁହା ସରିଲା। ବିଷୟର ନାଁ ହେଲା ଓଡ଼ିଆରେ ମୋ ଗପଟି କୁହା ସରିଲା। ଆମେ ସବୁବେଳେ ଯେମିତି ଗପଟିକୁ କବିତାଟିକୁ ଭଲସେ ଆଗ ତାର ଶବ୍ଦାର୍ଥ ଜାଣୁଛେ, ଡିଫିକଲ୍ଟ ୱାର୍ଡ଼କୁ ଜାଣୁଛେ, କଠିନ ଶବ୍ଦକୁ ଜାଣୁଛେ, ତାପରେ କବିତାକୁ ରିଡ଼ିଂ କରୁଛେ, କବିତାକୁ ଭଲସେ ବୁଝୁଛେ, ସର୍ବଶେଷରେ ଆମେ କୋଶ୍ଚିନ୍ କରୁଛେ। ସେମିତି ଆମେ ଯିବା ଏବେ କୋଶ୍ଚିନ୍କୁ। ଏବେ ଯିବା ଆମେ କବିତାଟିକୁ ଆରମ୍ଭ କରିବା। ରିଡ୍ ଦ ଫଲୋଇଂ ଚେନ୍ ପଏମ୍ ଟ୍ରାନ୍ସଲେଟ୍ ଫ୍ରମ୍ ଓଡ଼ିଆ। ଏଇଟା ଗୋଟେ ହେଉଛି ଶିକୁଳି ଭଳିଆ ଚେନ୍ ପଏମ୍ କବିତା ଯେଉଁଟାକି ଓଡ଼ିଆରେ ଟ୍ରାନ୍ସଲେଟ୍ ହେଇଛି। ଦିସ୍ ପଏମ୍ ଇଜ୍ ଜେନେରାଲି ସଙ୍ଗ ହ୍ୱେନ୍ ଏ ଷ୍ଟୋରି ଏଣ୍ଡ୍। ଏହି କବିତାଟି ସାଧାରଣ ଗାଆନ୍ତି କେତେବେଳେ, ଯେତେବେଳେ ଗୋଟିଏ ଗପଟିଏ କୁହା ସରେ। ସବୁ ଲୋକମାନେ ସାଧାରଣତଃ ଏହି ପଏମ୍ଟି ଗାଆନ୍ତି। ଚାଲ ଦେଖିବା, ଆମେ ବି କାଳେ ଜାଣିଥିବା ଏଇ ପଏମ୍ଟି କ'ଣ କେମିତି ଅଛି। ଦେଖ, ମାଇ ଷ୍ଟୋରି ଟେକ୍ସଟ, ମାଇ ଷ୍ଟୋରି ଇଜ୍ ସେଡ୍। ମୋ ଗପଟି କୁହା ସରିଲା। ଦ ଫ୍ଲାୱାରିଂ ପ୍ଲାଣ୍ଟ ଇଜ୍ ଡେଡ୍। ଫୁଲ ଗଛଟି ମଲା। ଆମେ ଯେତେବେଳେ ଗପ ସାଧାରଣତଃ କହିସାରନ୍ତି କ'ଣ କୁହନ୍ତି? ମୋ ଗପଟି ସରିଲା, ଫୁଲ ଗଛଟି ମଲା। ସେଇଭଳି ଭାବରେ କୁହାଯାଇଛି ମାଇ ଷ୍ଟୋରି ଇଜ୍ ସେଡ୍, ଦ ଫ୍ଲାୱାରିଂ ପ୍ଲାଣ୍ଟ ଇଜ୍ ଡେଡ୍। ମୋ ଗପଟି କୁହା ସରିଲା, ଫୁଲ ଗଛଟି ମରିଗଲା। ତାପରେ କୁହାଯାଇଛି ଓ ଫ୍ଲାୱରିଂ ପ୍ଲାଣ୍ଟ, ହେ ଫୁଲ ଗଛ, ହ୍ୱାଇ ଡିଡ୍ ୟୁ ଡାଏ? ତୁମେ କାହିଁକି ମରିଗଲ? ଡାଏ ମାନେ ମରିଗଲା। ଦ ବ୍ଲାକ୍ କାଉ ଏଟ୍ ମି ଅପ୍। ଫୁଲ ଗଛ କହିଲା ଏଇ କଳା ଗାଈଟି ମୋତେ ଖାଇଦେଲା। ଆଣ୍ଡ ମେଡ୍ ମି ଲାଏ। ଲାଏ କହିଲେ ତଳେ ପକାଇଲା। ତଳେ ପକାଇବା, ମୋତେ ଖାଇକି ତଳେ ପକାଇଦେଲା, ସେଥିପାଇଁ ମୁଁ ମରିଗଲି। ଫୁଲ ଗଛ କହୁଛି ଓ ବ୍ଲାକ୍ କାଓ, ହେ କଳା ଗାଈ, ହ୍ୱାଇ ଡିଡ୍ ଦ ପ୍ଲାଣ୍ଟ ୟୁ ଇଟ୍? କ'ଣ ପାଇଁ ତୁ ଫୁଲ ଗଛକୁ ଖାଇଲୁ? ବିକଜ୍ ଦ କାଓ ହେଡ୍ ଡିଡ୍ ନଟ୍ ୱେଲ୍ ମି ଟ୍ରିଟ୍। କାହିଁକି ନା ମୋ ଜଗୁଆଳି, କାଓ ହେଡ୍କୁ କୁହନ୍ତି ଗାଈ ଜଗୁଆଳ, ଗାଈ ଜଗୁଆଳକୁ କୁହନ୍ତି କାଓ ହେଡ୍। କାହିଁକି ନା ମୋ ଗାଈ ଜଗୁଆଳ ମୋତେ ଠିକ୍ସେ ଖାଇବା ପାଇଁ ଦେଲା ନାହିଁ, ସେଇଥିପାଇଁ ମୁଁ ଫୁଲ ଗଛଟିକୁ ଖାଇଦେଲି। କାଓ ହେଡ୍ କହିଲେ ଗାଈ ଜଗୁଆଳ। ଲାଏ କହିଲେ ତଳେ ପକାଇବା। ଫୁଲ ଗଛଟିକୁ କାଓ ଖାଇକି ତଳେ ପକାଇ ଦେଲା। ଓ କାଓ ହେଡ୍, ହେ ଗାଈ ଜଗୁଆଳ, ହ୍ୱାଇ ଡିଡ୍ ନଟ୍ ୟୁ ୱେଲ୍ କାଓ ଟ୍ରିଟ୍? କ'ଣ ପାଇଁ ଗାଈର ଠିକ୍ସେ ବୁଝାମଣା କଲୁ ନାହିଁ? କ'ଣ ପାଇଁ ତାକୁ ଖାଇବା ପିଇବାକୁ ଦେଲୁ ନାହିଁ? ଦ ଡଟର ଇନ୍ ଲ ଡିଡ୍ ନଟ୍ ଗିଭ୍ ମି ଫୁଡ୍ ଟୁ ଇଟ୍। ମୋ ଡଟର ଇନ୍ ଲ କହିଲେ ବୋହୂ। ଦ ଡଟର ଇନ୍ ଲ, ଡଟର ଇନ୍ ଲ କହିଲେ ବୋହୂ। ମୋ ବୋହୂ ମୋତେ ଠିକ୍ସେ ଖାଦ୍ୟ ଖୁଆଇଲା ନାହିଁ ବା ଦେଲା ନାହିଁ। 5 ନମ୍ବରରେ କୁହାଯାଇଛି ଓ ଡଟର ଇନ୍ ଲ, ହେ ବୋହୂ, ହ୍ୱାଇ ଡିଡ୍ ନଟ୍ ୟୁ ଗିଭ୍ ଫୁଡ୍? କ'ଣ ପାଇଁ ତୁ ତୋ ଶ୍ୱଶୁରକୁ ଖାଇବାକୁ ଦେଲୁ ନାହିଁ ଖାଦ୍ୟ? ହ୍ୱାଇ କାହିଁକି? ବିକଜ୍ ମାଇ ଲିଟିଲ୍ ବେବି ଡିଡ୍ କ୍ରାଏ। କାରଣ ମୋ ବେବି ବା ମୋ ଛୋଟ ଶିଶୁଟି କାନ୍ଦୁଥିଲା। କ୍ରାଏ ମାନେ କାନ୍ଦିବା। ମୋ ଛୋଟ ଶିଶୁଟି କାନ୍ଦୁଥିଲା। ଏଇଠି ଛୋଟ ଶିଶୁ କାନ୍ଦୁଛି, ସେଥିପାଇଁ ମୁଁ ମୋ ଗାଈ ଜଗୁଆଳକୁ ବା ମୋ ଶ୍ୱଶୁରକୁ ଖାଇବାକୁ ଦେଇପାରିଲି ନାହିଁ। ଓ ଲିଟିଲ୍ ବୟ, ହେ କୁନି ଶିଶୁ ବା କୁନି ବାଳକ, ହ୍ୱାଇ ଡିଡ୍ ୟୁ କ୍ରାଏ? ତୁମେ କାହିଁକି କାନ୍ଦୁଛ? ହେ କୁନି ବେବି, ତମେ କ'ଣ ପାଇଁ କାନ୍ଦୁଛ? ଦ ଆଣ୍ଟ ବିଟ୍ ମି, ମୋତେ ପିମ୍ପୁଡ଼ିଟି କାମୁଡ଼ି ଦେଲା। ଦ୍ୟାଟ୍ ଇଜ୍ ହ୍ୱାଇ, ସେଥିପାଇଁ ମୁଁ କାନ୍ଦୁଛି।
ଓ ଆଣ୍ଟ, ହେ ପିମ୍ପୁଡ଼ି, ହ୍ୱାଇ ଡିଡ୍ ୟୁ ବାଇଟ୍? କ'ଣ ପାଇଁ ତାକୁ କାମୁଡ଼ିଲୁ? ଦ ଲିଟିଲ୍ ଚାଇଲ୍ଡକୁ, ବେବିକୁ, ଦ ଲିଟିଲ୍ ବେବିକୁ କ'ଣ ପାଇଁ କାମୁଡ଼ିଲୁ? ଅଣ୍ଡର ଦ ସଏଲ୍ ଆଇ ହାଇଡ୍। ସେ କହିଲା ମୁଁ ମାଟି ତଳେ ଲୁଚିଥାଏ, ସେଥିପାଇଁ ମୁଁ ଲିଟିଲ୍ ବେବିକୁ କାମୁଡ଼ି ଦେଲି। ଆଣ୍ଡ ବାଇଟ୍ ସଫ୍ଟ ଫ୍ଲେସ୍, କହିଲା ମୁଁ ମାଟି ତଳେ ଲୁଚିଥାଏ, ଯେତେବେଳେ ମୁଁ ନରମ ମାଂସ ପାଏ। ହ୍ୱେନ୍ ଆଇ ଡୁ ଫାଇଣ୍ଡ, ମୁଁ କାମୁଡ଼ି ଦିଏ। କହିଲା ମୁଁ ମାଟି ତଳେ ଲୁଚିଥାଏ, ପିମ୍ପୁଡ଼ିଟି କହିଲା ମୁଁ ମାଟି ତଳେ ଲୁଚିଥାଏ, ଯେତେବେଳେ ନରମ ମାଂସ ପାଏ ମୁଁ କାମୁଡ଼ି ଦିଏ, ସେଥିପାଇଁ ମୁଁ ବାଳକଟିକୁ ବା ଲିଟିଲ୍ ବେବିକୁ କାମୁଡ଼ି ଦେଲି। ସେଇଥିପାଇଁ ତା ମାଆ କ'ଣ ହେଲା? ତା ଶ୍ୱଶୁରକୁ ଖାଇବାକୁ ଦେଇପାରିଲାନି, କାଓ ହେଡ଼୍କୁ। କାଓ ହେଡ଼୍ କ'ଣ ପାଇଁ ଗାଈକୁ ଖାଇବାକୁ ଦେଇପାରିଲାନି ଠିକ୍ସେ ବୁଝାମଣା? କାରଣ ତା ବୋହୂ ତାକୁ ଖାଇବାକୁ ଦେଉନଥିଲା। କାଓ ହେଡ଼୍ଟି କାଉ କ'ଣ ପାଇଁ ପ୍ଲାଣ୍ଟକୁ ଖାଇଦେଲା? କ'ଣ ପାଇଁ ନା କାଓ ହେଡ଼୍ ତାକୁ ଭଲସେ ଟ୍ରିଟ୍ କଲା ନାହିଁ। ଏଇଠି ଆମ ପଏମ୍ ଏଣ୍ଡ ହେଇଗଲା। ଏବେ ଯିବା ଆମେ IIIV କୋଶ୍ଚିନ୍ କରିବା। ଏଇଠି ଆମର ପଏମ୍ଟି ଶେଷ ହେଇଯାଉଛି। କିଛି ତା ତଳେ ଆମର ଡିଫିକଲ୍ଟ ୱାର୍ଡ଼ ଅଛି, ତାକୁ ବି ଦେଖି ନିଅ। ଯିବା ଆମେ ଏବେ କୋଶ୍ଚିନ୍ କରିବା। ଫାର୍ଷ୍ଟ କୋଶ୍ଚିନ୍ ଅଛି, ହ୍ୱାଟ୍ ଲାଙ୍ଗୁଏଜ୍ ଇଜ୍ ଦ ପଏମ୍ ଫ୍ରମ୍? ପଏମ୍ଟି କେଉଁ ଲାଙ୍ଗୁଏଜ୍ରୁ ଆସିଛି ଭାରି? ଦ ପଏମ୍ ଇଜ୍ ଫ୍ରମ୍ ଦ ଓଡ଼ିଆ ଲାଙ୍ଗୁଏଜ୍। ଫାର୍ଷ୍ଟ କବିତା ଆରମ୍ଭରେ କହିଥିଲି ପଏମ୍ଟି ଓଡ଼ିଆ ଲାଙ୍ଗୁଏଜ୍ରୁ ଆସିଛି। ଦ ପଏମ୍ ଇଜ୍ ଫ୍ରମ୍ ଓଡ଼ିଆ ଲାଙ୍ଗୁଏଜ୍। ଏଇଟା ହେଲା ଆମର ଆନ୍ସର୍। ଏଠି ଲେଖା ହେଇଛି ଆନ୍ସର୍, ହ୍ୱାଟ୍ ଲାଙ୍ଗୁଏଜ୍ ଇଜ୍ ଦ ପଏମ୍ ଫ୍ରମ୍? ଦ ପଏମ୍ ଇଜ୍ ଫ୍ରମ୍ ଓଡ଼ିଆ ଲାଙ୍ଗୁଏଜ୍। ଯିବା କ୍ୱେଶ୍ଚିନ୍ ନମ୍ବର 2, ଡବଲ୍ ଆଇ। ହ୍ୱେନ୍ ଇଜ୍ ଦ ସଙ୍ଗ୍ ନର୍ମାଲି ସଙ୍ଗ୍? କେତେବେଳେ କବିତାଟି ବୋଲାଯାଏ? ଯେତେବେଳେ ଫୁଲ ଗଛଟି ମରିଯାଏ। ତ ମୋ ଫୁଲ ଗଛଟି ମଲା, ସରି, ହ୍ୱେନ୍ ଇଜ୍ ଦ ସଙ୍ଗ୍ ନର୍ମାଲି ସଙ୍ଗ୍? କେତେବେଳେ ଗୀତଟି ବୋଲାଯାଏ? ଯେତେବେଳେ ଗପଟି ଶେଷ ହୋଇଯାଏ। ଦ ସଙ୍ଗ୍ ଇଜ୍ ନର୍ମାଲି ସଙ୍ଗ୍ ହ୍ୱେନ୍ ଏ ଷ୍ଟୋରି ଏଣ୍ଡ୍? ଯେତେବେଳେ ଗପଟି ଶେଷ ହୁଏ ସେତେବେଳେ ଗୀତଟି ଗାଆଯାଏ। ମୋ ଗପଟି ସରିଲା, ଫୁଲ ଗଛଟି ମଲା। ସେ ଖାଲି ପଚାରିଛି କେତେବେଳେ ଗାଆଯାଏ? ହ୍ୱେନ୍ ଦ ଷ୍ଟୋରି ଇଜ୍ ଏଣ୍ଡ୍। ଦିସ୍ ସଙ୍ଗ୍ ନର୍ମାଲି ସଙ୍ଗ୍ ହ୍ୱେନ୍ ଦ ଷ୍ଟୋରି ଇଜ୍ ଏଣ୍ଡ୍? ଯେତେବେଳେ ଆମର ଷ୍ଟୋରିଟି ଶେଷ ହୁଏ ସେତେବେଳେ ଗୀତଟି ବୋଲାଯାଏ। ହ୍ୱାଇ ୱାଜ୍ ଦ ଫ୍ଲାୱରିଂ ପ୍ଲାଣ୍ଟ ଡେଡ୍? ଫୁଲ ଗଛଟି କ'ଣ ପାଇଁ ମରିଗଲା? ଦ ଫ୍ଲାୱରିଂ ପ୍ଲାଣ୍ଟ ୱାଜ୍ ଡେଡ୍ ବିକଜ୍ ଦ ବ୍ଲାକ୍ କାଉ ଏଟ୍ ଇଟ୍ ଅପ୍ ଆଣ୍ଡ ମେଡ୍ ଇଟ୍ ଲାଏ। କାରଣ କଳା ଗାଈଟି ଖାଇଦେଲା ଆଉ ତଳେ ପକାଇଦେଲା, ସେଇଥିପାଇଁ ଫୁଲ ଗଛଟି ମରିଗଲା। ଦ ଫ୍ଲାୱରିଂ ପ୍ଲାଣ୍ଟ ୱାଜ୍ ଡେଡ୍ ବିକଜ୍ ଦ ବ୍ଲାକ୍ କାଉ ଏଟ୍ ଇଟ୍ ଅପ୍, କଳା ଗାଈଟି ଖାଇଦେଲା, ଆଣ୍ଡ ମେଡ୍ ଇଟ୍ ଲାଏ, ତାକୁ ତଳେ ପକାଇଦେଲା, ସେଇଥିପାଇଁ ଫୁଲ ଗଛଟି ମରିଗଲା। ହ୍ୱାଇ ଡିଡ୍ ଦ କାଉ ଇଟ୍ ଅପ୍ ଦ ଫ୍ଲାୱରିଂ ପ୍ଲାଣ୍ଟ? କ'ଣ ପାଇଁ ଗାଈ ଫୁଲ ଗଛଟିକୁ ଖାଇଦେଲା? ଦ କାଉ ଇଟ୍ ଅପ୍ ଦ ଫ୍ଲାୱରିଂ ପ୍ଲାଣ୍ଟ? ଗାଈ ଫୁଲ ଗଛଟିକୁ ଖାଇଦେଲା, କାରଣ ବିକଜ୍ ଦ କାଉ ହେଡ୍ ଡିଡ୍ ନଟ୍ ଟ୍ରିଟ୍ ଦ କାଉ ୱେଲ୍। ତାକୁ ଗାଈ ଜଗୁଆଳ ଠିକ୍ସେ ବୁଝାମଣା କରୁନଥିଲା, ସେଥିପାଇଁ କଳା ଗାଈଟି ଫୁଲ ଗଛକୁ ଖାଇଦେଲା। ଦ କାଉ ଇଟ୍ ଅପ୍ ଦ ଫ୍ଲାୱରିଂ ପ୍ଲାଣ୍ଟ ବିକଜ୍ ଦ କାଉ ହେଡ୍ ଡିଡ୍ ନଟ୍ ଟ୍ରିଟ୍ ହିମ୍ ୱେଲ୍ ବା ଟ୍ରିଟ୍ ଦ କାଉ ୱେଲ୍। ଏଇଠି ଆମର 5ଟା କ୍ୱେଶ୍ଚିନ୍ ସରିଯାଇଛି। କ୍ୱେଶ୍ଚିନ୍ ଗୁଡ଼ିକ ବହୁତ ଇଜି ଥିଲା। ଆମର IIIV 4ଟି କ୍ୱେଶ୍ଚିନ୍ ଆମର ଏଠି ଶେଷ ହୋଇଗଲା। ସମସ୍ତେ କବିତାଟି କେମିତି ଲାଗିଲା କମେଣ୍ଟ ସେକ୍ସନରେ ଜଣେଇବ, ଆଣ୍ଡ ମୋ ଚ୍ୟାନେଲକୁ ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ କରିବ। ଥ୍ୟାଙ୍କ ୟୁ ଅଲ୍ ଅଫ୍ ୟୁ।